न करी करी आसुचंती। आज आम मैंने देखा माथ्यू पुस्तक 8 अध्यायर 1 रु 4 पद। 8 अध्यायर 1 रु 4 पद ये पढ़ी साहाଯ୍य करेंगे। ଯୀଶୁ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁ ସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ। ଆଉ ଦେଖ, ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି। ସେଥିରେ ଯୀଶୁ ହାତ ବଢ଼ାଇ ତାଙ୍କୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ। ସେହିକ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା। ଆଉ ଯୀଶୁ ତାହାଙ୍କୁ କହିଲେ, ସାବଧାନ, କାହାକୁ କୁହ ନାହିଁ, କିନ୍ତୁ ଯାଅ, ଯାଜକକୁ ନିଜକୁ ଦେଖାଅ, ପୁଣି ମୂଷା ଯେଉଁ ନୈବେଦ୍ୟ ବିଷୟରେ ଆଦେଶ ଦେଇଅଛନ୍ତି ତାହା ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର। ଆମେନ୍। ମୋର ପ୍ରିୟମାନେ, ଏଠି ଆମେମାନେ ଦେଖୁଛୁ ଯୀଶୁଙ୍କ ପାଖକୁ ଜଣେ କୁଷ୍ଠୀ ଲୋକ ଆସୁଅଛି, ଯିଏ କୁଷ୍ଠ ରୋଗରେ ଆକ୍ରାନ୍ତ। ଆଉ ସେ ଯୀଶୁଙ୍କ ପାଖକୁ ଆସୁଅଛି, ଆଉ ଆସିକି ପ୍ରଣାମ କରୁ କରୁ କହୁଛି କି ଯୀଶୁ, ପ୍ରଭୁ ଯୀଶୁ, ଆଉ ଯଦି ଆପଣ ଇଚ୍ଛା କରନ୍ତି ମତେ କଣ କରନ୍ତୁ, ଶୁଚି କରନ୍ତୁ। ଆଉ ଯୀଶୁ ହାତ ବଢାଇ ତାଙ୍କୁ ଛୁଇଁଲେ, ଆଉ କଣ କହିଲେ, ମୁଁ ଇଚ୍ଛା କରୁଛି ତୁମେ ଶୁଚି ହୁଅ। ତେବେ ମୋର ପ୍ରିୟମାନେ, ଏଇ ଶୁଚିତା ବା ଏଇ ଶୁଦ୍ଧତା ବା ଏଇ ପବିତ୍ରତା ବା ଏଇ ଶୁଚିକରଣ ଆମ ପ୍ରତ୍ୟେକଙ୍କର ଆବଶ୍ୟକତା ଅଛି। ପ୍ରଭୁ ଏ ବିଷୟକୁ ଇଚ୍ଛା କରନ୍ତି। ଏହା ଯଦିର ବିଷୟ ନୁହେଁ, ବା ଏହା ହେଉ ବା ନ ହେଉ ଏମିତିକା ବିଷୟ ନୁହେଁ, ଏହା ହେବା ନିତ୍ୟାନ୍ତି ଆବଶ୍ୟକ ଅଟେ। ଆଉ ଯୀଶୁ କହୁଛନ୍ତି କଣ, ମୁଁ ଇଚ୍ଛା କରୁଅଛି। ତେବେ ପ୍ରଭୁ ଆମ ମାନଙ୍କର ଶୁଚିକରଣକୁ ମଧ୍ୟ ନିଶ୍ଚିନ୍ତ ଭାବେ ଇଚ୍ଛା କରନ୍ତି। ଆଜି ଆମେ ଯେମିତିକା ଶୁଚି ହେଇପାରିବା, ଅପବିତ୍ରତାରୁ ପବିତ୍ର ହେବା, ଆମେ ମାନେ ଯେମିତିକା ସିଦ୍ଧ ହେଇପାରିବା, ପବିତ୍ର ଜୀବନ କାଟିବା, ସୁଚିତାରେ ଜୀବନ କାଟିବା, ଏ ବିଷୟକୁ ପ୍ରଭୁ ଚାହାନ୍ତି। ଏଠି କୌଣସି ପ୍ରକାର ଅପସନାଲ ନୁହେଁ, ଯଦି ପଦି କିଛି ବିଷୟ ନାହିଁ। ଯୀଶୁ କହନ୍ତି ମୁଁ ଇଚ୍ଛା କରୁଅଛି। ଆଉ ଇଚ୍ଛା କରୁଛି ଖାଲି ନୁହେଁ, ଆପଣ ହସ୍ତ ବଢାଉଛନ୍ତି ମଧ୍ୟ। ସେ ମୋର ପ୍ରିୟମାନେ, ଆଜି ଯଦି ଆମେ କୌଣସି ପ୍ରକାର ଅସୁଚିତାରେ ଅଛୁ, ଯଦି ପାପରେ ଅଛୁ, ଯଦି ଅବାଧ୍ୟତାରେ ଅଛୁ, ତାହେଲେ ଆଜି ମଧ୍ୟ ଆମ ପାଇଁ ଏକ ସୁଯୋଗ ଅଛି। କାରଣ ଈଶ୍ୱରଙ୍କର ବାକ୍ୟ କୁହେ, ପାପ ନ କରେ ଏପରି କେହି ବ୍ୟକ୍ତି ନାହିଁ। ସମସ୍ତେ ପାପ କରୁଛନ୍ତି, ଆଉ ଈଶ୍ୱରଙ୍କର ଅନୁଗ୍ରହରୁ ବଞ୍ଚିତ ହେଇଛନ୍ତି। ଯଦି ଆମ ଜୀବନରେ ମଧ୍ୟ ଏପରିକା କିଛି ବିଷୟ ଅଛି, ତାହେଲେ ଆଜି ମଧ୍ୟ ପ୍ରଭୁ ଆମକୁ ଏକ ସୁଯୋଗ ଦିଅନ୍ତି। ଯୀଶୁ ଆଜି ବି ହାତ ବଢେଇବା ପାଇଁ ଚାହାନ୍ତି। ଯୀଶୁ ଆଜି ବି ଆପଣ ମାନଙ୍କୁ ଛୁଇଁବା ପାଇଁ ଚାହାନ୍ତି, ଆପଣଙ୍କୁ ସୂଚି କରିବା ପାଇଁ ଚାହାନ୍ତି। ଆଜି ବି ଆମ ପାଖରେ ସମୟ ଅଛି, କିନ୍ତୁ ଏ ସମୟ ସବୁବେଳେ ନଥିବ। ଏବେ ଅନୁଗ୍ରହର ସମୟ, ସେଥିପାଇଁ ଆଜି ଏ ସୁଯୋଗ ପାଉଛୁ। କିନ୍ତୁ এই ଅନୁଗ୍ରହ ସମୟ ପରେ ଯେତେବେଳେ ଯୀଶୁ ଯେତେବେଳେ ଆଗମନ କରିବେ, ସେତେବେଳେ ଆମେ ଆଉ ସୁଯୋଗ ପାଇପାରିବା ନାହିଁ। ଆମ ଜୀବନରୁ ପରିଷ୍କାର ହେବା ପାଇଁ, ପବିତ୍ର ହେବା ପାଇଁ ଆଜି ହିଁ କେବଳ ଆମ ପାଖରେ ସମୟ ଅଛି। ଆଜି ହିଁ ଯଦି ଆମେ ଚାହିଁବା, ତହିଁରୁ ମୁକ୍ତ ହେଇପାରିବା। ଆଉ ଯୀଶୁ ଉପଯୁକ୍ତ ଭାବେ ଜାଣନ୍ତି କି ଆମେ
आम बल द्वारा हो पारिबा नहीं, आमे आम पवित्रता निज बाहु द्वारा आमे साधन करि परिबा नहीं। सेतिबाई से अपना हस्त बढ़ेवा पई चाहती। कौन आपण माने एतिबाई इच्छुक कि? यदि इच्छुक आज मध्य से आपण को सूची करि परिबे। ए सूची अंत कोण बा सूची पवित्र जीवन काटिबारे निजर इच्छा अत्यंत जरूरी अटे। जेते पर्यंत आपण माने इच्छा करिवे नहीं सेते पर्यंत प्रभु किछि कार्य करि परिबे नहीं। सबुठु बड़ विषय निजको कोन आमे इच्छा करूछु कि आमे पवित्र जीवन काटिबा पई, आमे सुचितार जीवन काटिबा पई यदि इच्छा करिबा ताले ख्रीष्ट मध्य सहाय्य करिबा पई आज प्रस्तुत अछंती। जो दुर्बलता हम मध्य अछि, जो दुर्बलता आमे आज पर्यंत उद्धार पाई पारु नाहु, ए प्रकार दुर्बलता रे से सहाय्य करिबा पई, हस्त बढ़ेबा पई आज मध्य आम सहित उपस्थित अछंती। खाली हमको इच्छा करिबार आवश्यकता अछि। प्रभु मु सूची होबा पई चाहूची। एही प्रकार अवस्था रे जने कुष्ठी लोक मध्य यीशु को पाखु आसिला और आसिकी कहूची, हे गुरु यदि आपण इच्छा करंती। यीशु कहले हां मु इच्छा करूची। आपण हस्त बढ़ाइले, ताकू कोन करे सूची करूची बोली कहले, आ तत्क्षणात से लोकटी कोन हेगला सूची हे गला। द्वितीय विषय प्रभु हमको एटी कहया पई चाहंती, आमर असुचिता ही आमर रोगर कारण, आमर असुचिता ही आम जीवन रो दुर्गंधर कारण, जहा आम जीवन को पचई सड़ई जाउची। कुष्ठ रोग एपरिका एक रोग जहा मांस पचई की खसई पकाए और से व्यक्ति पाखरु एक भयंकर दुर्गंध निर्गत हुए। सेथि पई लोक माने निज परिवार रु मध्य ताको अलगा कर दियंती, पृथक कर दियंती, निज ग्राम रु पृथक कर दियंती। मोर प्रिय माने आम जीवन रु एपरिका पचा सड़ा दुर्गंध बाहरु नहीं तो आम जीवन रु एपरिका पचा सड़ा विषय अर्थात आचार व्यवहार चाली चलन कथबार्ता ए प्रकार विषय आम शरीर रु आम जीवन रु बाहरु नहीं तो कहीं कुष्ठ रोग एक भयंकर विषय, किंतु तार मुख्य कारण कौन था? असुचिता। आम जीवन मध्य दुर्गंधमय हेबार एकमात्र कारण आमर असुचिता। जदि आम जीवन रे असुचिता रहिबो, मन रखथांतु रोग समस्या अभाव पुनी अनेक प्रकार असुचिता दुर्गंध आम जीवन रु निर्गत हेबो, जहा अनेक जीवन ठारू अन्यमान ठारू हमको पृथक कर दबो। काहे कि ए दुर्गंध के ग्रहण करिवे नहीं। सेति पई प्रभु ताकू हाथ बढ़ाइले आउ सूची कले, आ सूची ता से कुष्ठ लोक जीवन रे कोन आला? सुस्थता। सूचिता ता जीवन को सुस्थ कर देला। यदि आमर एही प्रकार किछि विषय अछि, आमे सूची होबा नित्यांत आवश्यक अटे। आ एही सूचीकरण ही हमको सुस्थ करिवो। सेति पई जीसु ताकू सूची कले, आ सूची करू करू ताकू कहिले
ଆମେ କି ଆଉ ଯୀଶୁ ତାହାଙ୍କୁ କହିଲେ, ସାବଧାନ, କାହାକୁ କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କୁ ନିଜକୁ ଦେଖାଅ। ପୁଣି ମୂଷା ଯେଉଁ ନୈବେଦ୍ୟ ବିଷୟରେ ଆଦେଶ ଦେଇଅଛନ୍ତି, ତାହା ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର। ଅର୍ଥାତ୍ এই ସ୍ଥାନରେ ଯୀଶୁ ତାକୁ ସୂଚୀ ହେଲା ପରେ, ସୁସ୍ଥ ହେଲା ପରେ ଆଉ ଗୋଟେ ବିଷୟ କହୁଛନ୍ତି କଣ, ତୁମେ ସୁସ୍ଥ ତ ହେଲ, ଆଉ ଏବେ ସାବଧାନ, କାହାକୁ କୁହ ନାହିଁ, କିନ୍ତୁ ନିଜକୁ କଣ କର, ଯାଇକି ଯାଜକକୁ ଦେଖାଅ। କାହିଁକି ଯାଜକକୁ ଦେଖେଇବା ଆବଶ୍ୟକ? ଆଉ ତୁମେ ମୂଷାଙ୍କ ନିୟମ ଅନୁଯାୟୀ ଯେଉଁ ଆଦେଶ ଦେଇଛନ୍ତି, ଆଉ ତୁମେ ସେ ସାକ୍ଷ୍ୟ ଦିଅ, ଆଉ କଣ କର, ଯେଉଁ ନୈବେଦ୍ୟ ମୂଷା କହିଛନ୍ତି ସେ ନୈବେଦ୍ୟକୁ ତୁମେ ଉତ୍ସର୍ଗ କର। ପ୍ରିୟମାନେ, ଆମେ ଯେତେବେଳେ ଅଶୁଚିତାରୁ ସୂଚୀ ହେବା ପାଇଁ ଇଚ୍ଛା କରିବା, ଯୀଶୁ ମଧ୍ୟ ଆମକୁ ନିଶ୍ଚିତ ରୂପେ ସୂଚୀ କରିବେ, ଉଦ୍ଧାର କରିବେ, ଆଉ ସେ ଆମକୁ କରିଅଛନ୍ତି ମଧ୍ୟ। କିନ୍ତୁ ଏ ଅଶୁଚିତା ପରେ ଆମ ମାନଙ୍କର କର୍ତ୍ତବ୍ୟ କଣ ହେଇଛି? କାରଣ ଯୀଶୁ ତାଙ୍କୁ କହୁଛନ୍ତି ସାବଧାନ, ତୁମେ କୁହ ନାହିଁ, କିନ୍ତୁ କଣ କର, ଦେଖାଅ। ଆଉ ତଳେ ମଧ୍ୟ ତାଙ୍କୁ କହୁଛନ୍ତି କଣ, ତୁମେ ଯାଇକି ସାକ୍ଷ୍ୟ ଦେବା ନିମନ୍ତେ ମନ୍ଦିରକୁ ଯାଅ, ଯାଜକକୁ ଯାଅ, ସାକ୍ଷ୍ୟ ଦିଅ, ଆଉ କଣ କର, ଯୋଉ ନୈବେଦ୍ୟ ଉତ୍ସର୍ଗ କରିବା କଥା ତାହା ଉତ୍ସର୍ଗ କର। ଅନେକ ସମୟରେ ମୋର ପ୍ରିୟ ମାନେ, ଆଜି ଆମେ ମାନେ ଜାଣିବା ଦରକାର, ପ୍ରଭୁ ଯୀଶୁ ଆମକୁ ସୂଚୀ କରିବା ପାଇଁ ଚାହାନ୍ତି, ଆମ ଜୀବନର এই ମନ୍ଦତାରୁ ଉଦ୍ଧାର କରିବା ପାଇଁ ଚାହାନ୍ତି, କିନ୍ତୁ ଆମ ଜୀବନରେ କରିଅଛନ୍ତି ମଧ୍ୟ, କିନ୍ତୁ କରିଲା ପରେ ଆମର କଣ କର୍ତ୍ତବ୍ୟ ଅଛି ସେ ବିଷୟକୁ ଆମେ ଜାଣିବାର ଆବଶ୍ୟକତା ଅଛି। ଅନେକ ସମୟରେ ଆମେ ମାନେ ନିଜ ନିଜର ସାକ୍ଷ୍ୟ କହିଥାଉ, କିନ୍ତୁ ଖ୍ରୀଷ୍ଟ କୁହନ୍ତି କେବଳ ତୁମେ କୁହ ନାହିଁ, କଣ କର, ତୁମେ ଦେଖାଅ। ଲୋକମାନେ ତୁମ କଥା ଠାରୁ ତୁମ କାର୍ଯ୍ୟକୁ ବେଶୀ ଗ୍ରହଣ କରନ୍ତି। ମଣିଷ ମାନଙ୍କର ଗୋଟେ ଟେଣ୍ଡେନ୍ସି ଅଛି, ସେମାନେ ଶୁଣିବା ଉପରେ ଯେତିକି ବିଶ୍ୱାସ କରନ୍ତି ତାଠୁ ବହୁ ଗୁଣରେ ଦେଖିଥିବା ବିଷୟ ଉପରେ ବେଶୀ ବିଶ୍ୱାସ କରନ୍ତି। ସେଥିପାଇଁ ଯୀଶୁ କହିଲେ ତୁମେ କହିବା ଦରକାର ନାହିଁ, ତୁମେ ବେଶୀ କୁହ ନାହିଁ, ଖାଲି ମୁହଁରେ କୁହ ନାହିଁ, କିନ୍ତୁ କଣ କର, ତୁମ କାର୍ଯ୍ୟ ଦ୍ୱାରା, ତୁମ ଚରିତ୍ର ଦ୍ୱାରା, ତୁମ ଆଚରଣ ଦ୍ୱାରା, ତୁମ ଉଚ୍ଚାରଣ ଦ୍ୱାରା ତୁମେ ଅନ୍ୟମାନଙ୍କୁ ଦେଖାଅ କି ମୁଁ ମୋର ସେଇ ଅଶୁଚିତାରୁ ସୂଚୀ ହେଇଅଛି, ମୁଁ ମୋର ସେଇ ଅପବିତ୍ରତାରୁ ପବିତ୍ର ହେଇଅଛି, ମୁଁ ମୋର ସେ ପୁରୁଣା ସ୍ୱଭାବରୁ ଏବେ ନୂତନ ସ୍ୱଭାବକୁ ଧାରଣ କରିଅଛି, ମୁଁ ମନ୍ଦତାରୁ ଏବେ ଉଦ୍ଧାର ପାଇଅଛି, ଆଉ କଣ କରୁଛି, ଉତ୍ତମ କାର୍ଯ୍ୟ କରୁଅଛି। ଆଗରୁ ଯୋଉ ଅଶୁଚିତା ମୋ ଜୀବନରେ ଥିଲା ଆଉ ନାହିଁ, ତାହା କେମିତି କହିବାର ଅଛି, ମୁହଁରେ ନୁହେଁ। ପ୍ରଭୁ ମତେ ପବିତ୍ର କରିଛନ୍ତି, ପ୍ରଭୁ ମତେ ସୂଚୀ କରିଛନ୍ତି, ପ୍ରଭୁ ମତେ ଉଦ୍ଧାର କରିଛନ୍ତି, ଏଇ ଯୋଉ ବିଷୟ ଆମେ ମୁହଁରେ କହିବାର ଆବଶ୍ୟକତା ନାହିଁ। ଖ୍ରୀଷ୍ଟ ଚାହାନ୍ତି କେବଳ ମୁହଁରେ କହ ନାହିଁ, କାହିଁକି, ତୁମ ଜୀବନର ଆଟିଟ୍ୟୁଡ ଦ୍ୱାରା, ତୁମ ଜୀବନର ଗୁଣ ଶୈଳୀ ଦ୍ୱାରା, ଜୀବନ ଶୈଳୀ ଦ୍ୱାରା ତୁମେ କଣ କର, ଅନ୍ୟମାନଙ୍କୁ ଦେଖାଅ। ଅନେକ ସମୟରେ ପ୍ରିୟ ମାନେ ଆମର କଥା ଆଉ କାର୍ଯ୍ୟ ଭିତରେ ବହୁତ ଫରକ ଥାଏ। ଆମେ କହିଥାଉ ବହୁତ ଉତ୍ତମ ବିଷୟ, କିନ୍ତୁ କରିବା ବଡ କଷ୍ଟସାଧ୍ୟ ହେଇଯାଏ। ସେଥିପାଇଁ ଆମର କହିବା ଆଉ କରିବା ଭିତରେ ଲୋକମାନେ ବି କନଫ୍ୟୁଜ ହେଇଯାଆନ୍ତି। ଆରେ ଇଏ ତ କହୁଛି ଯୀଶୁଙ୍କୁ ଜାଣିଲେ ଏମିତି ହବ, ସେମିତି ହବ, ସେମିତି ହେବ। ଆଚ୍ଛା, ଯୀଶୁଙ୍କୁ ଜାଣିଲେ ପୁରା ପରିବର୍ତ୍ତନ ହେଇଯାନ୍ତି, ଯୀଶୁଙ୍କୁ ଜାଣିଲେ ଏମିତିକା ହୁଏ, ସେ ସକାଳ ବିଷ ନିଶା ଖାଆନ୍ତି ନାହିଁ, ବ୍ୟଭିଚାର କରନ୍ତି ନାହିଁ, ମନ୍ଦ କାର୍ଯ୍ୟ କରନ୍ତି ନାହିଁ, କିନ୍ତୁ ଏମାନେ ତ କରୁଛନ୍ତି। ସେ କାହାକୁ ବିଶ୍ୱାସ କରିବେ ତାହେଲେ? ତୁମ କଥାକୁ ବିଶ୍ୱାସ କରିବେ ନା ତୁମର କାର୍ଯ୍ୟକୁ ବିଶ୍ୱାସ କରିବେ? ମୋର ପ୍ରିୟ ମାନେ, ସେଥିପାଇଁ ଯୀଶୁ ଆମ କଥା ଠାରୁ ଆମ କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତି। ସେ କୁଷ୍ଠ
कुष्ठरोगी को कहले तुमे कुह नहीं तुमे जाइए देखाओ आ खाली देखेब केमती का तुम कार्य द्वारा तुम चालीचलन द्वारा तुम आचार व्यवहार द्वारा तुम देखाओ आ कौन कहते किपरि देखब तुम जाइकी मशांक नैवेद्य विषय जो आदेश देइछति से नैवेद्य को कौन करो उत्सर्ग करो आमर साक्ष्य खाली मुहरे न हेउ आमर साक्ष्य खाली कथाबार्ता न हेउ मात्र आमर नैवेद्य उत्सर्ग करबा मध्य आवश्यकता अछि सेति भाई तक लिखा जाए कहा जाए कहिए प्रभु तुम जाओ साक्ष्य दियो किंतु केमितिका कहबो तुमे नैवेद्य उत्सर्ग करिवो कोन नैवेद्य उत्सर्ग करिवो यदि लेवीय पुस्तक रे आमे माने पढिबा सेठी लिखा जाए मोसा कुष्ठी लोक मानक पई कोन कोन समस्त सूची कोन पई आदेश देइतिले जदि जेतळे गोटे कुष्ठी लोक सूची होतला ता रोगरु सुस्थ होतला सेतळे से जाजक पाखु जाउतला आ मोसा को नियम एपरिका थिला से दुईटी चढ़े पक्षी आ दुईटी सूची पक्षी बाइबल वाक्य हिसाब सूची पक्षी दुईटी सूची पक्षी आउ एक एरस वृक्ष माने एरस काठ आउ नहीं कि जीवा पाई आउ किछि से स्थान को नहीं कि जीवा पाई एमती का किछि नियम थिला ताहा पढिबा पाई बहुत टाइम लागिवो आपण माने घरे पढि पारिबे 30 टा पद अछि तो तेनु करी आमे माने खाली जानिबा दरकार सेठी से एपरिका व्यवस्था होतला दुईटी पक्षी नहीं होतला गोटे पक्षी को मारुथले जाजक मारिला पर तार रक्त रे सब विषय को सेचन करथले बुडौथले आउ जे कुष्ठ रोगर मुक्त होइछि तापरे मते छिंचुथले विभिन्न प्रकार व्यवस्था थिला मोर माने तो विशेष भाव रे मोर कहिबार कथा थिला सेठी गुरुत्वपूर्ण विषय थिला कोन गोटे विषय हला आपनकर एरस वृक्ष बा काठर आवश्यकता थिला आ गोटे आमे टिके खाली मु देखुची जदि से पदटा लेवीय पुस्तक रे अछि 14 बोले लेवीय 14 रे अछि के जने टिके काढी की मते सहायता करियो परिवारे लेवीय पुस्तक 14 रे अछि 14 रे 1 रु पूरा अछि 31 जाय ना 32 जाय आ एते पढिबानी गोटे दिटा पद खाली हमें माने पढिबा 14 रो 1 रु 5 6 जाय टिके पढंतु लेवीय मशांको कहिले कुष्ठ रोगर सूची हेबा दिनर तार एही व्यवस्था से जाजक निकट को अना जीवो सही जाजक छावई रे बाहर को जीवो पुणी जाजक देखिबो आउ देखो जेबे कुष्ठ रोगर घा सुस्थ होई थाए तेबे जेउ लोक सूची हेबा को अछि जाजक सेही लोक निमंते दुई जिहंता सूची पक्षी ओ एरस काठ ओ सिंदूर वर्ण लम ओ ए सब नेबा पाई आज्ञा देबो पुणी जाजक मूर्तिका पात्र स्थित स्रोत जल उपरे एही पक्षी की बध करिबा को आज्ञा देबे तही उतारे से सेही जियंता पक्षी की ओ एरस काठ ओ सिंदूर वर्ण लम ओ एसब नहीं से स्रोत जल उपरे हत पक्षीर रक्त रे जीवंता पक्षी की ओ सेही सब उड़ाइबो सेही सब उड़ाइबो हां पढ़ो पुणी से कुष्ठरु सधनीय लोक उपरे 7 थर ता छिंची से सूची बेले प्रकाश करिवो आउ से जीवंता पक्षी की क्षेत्र आड़े छाड़ी देबो तो सेही सधनीय लोक आपना वस्त्र धोई ओ समस्त केश क्षौर करी जले स्नान करिवो तही रे से सूची हेबो तही एतिक तो एटी हमें माने जस्ट खाली जानिया पई कहतली मु एठी किछि रक्तर आवश्यकता पडुची किछि काठर आवश्यकता पडुची आउ किछि जलर आवश्यकता पडुची मोर प्रिय माने ए सकल विषय आउ एक विषय हे जो आम मान को बुझीबा पई किंतु नॉर्मल भाबे हम जदि चिंता करिबा
କାଠ କୃଷକୁ ବୁଝାଏ, ରକ୍ତ ଖ୍ରୀଷ୍ଟଙ୍କର ରକ୍ତକୁ ବୁଝାଏ, ଆଉ ଜଳ ବାପ୍ତିସ୍ମକୁ ବୁଝାଏ ବା ବାକ୍ୟରେ ଧୌତ ହେବାକୁ ବୁଝାଏ। ତେବେ ଏଠି ଏ ଲୋକକୁ କହୁଛନ୍ତି କଣ, ତୁମେ ଯାଅ ଆଉ ଯାଜକଙ୍କୁ ଦେଖାଅ, ଆଉ ଦେଖେଇକି କଣ କର, ତୁମେ ମୋସାଙ୍କ ନିୟମ ହିସାବରେ ତୁମେ କଣ କର, ନିଜକୁ ସୂଚୀ କର, ପବିତ୍ର କରଣ ନିମନ୍ତେ ତୁମେ କଣ କର, ଆପଣା ନୈବେଦ୍ୟକୁ ଉତ୍ସର୍ଗ କର। ମୋର ପ୍ରିୟ ମାନେ, ଆଜି ସରଳ ଭାବରେ ଯଦି ଆମେ ମାନେ ଦେଖିବା, ଖ୍ରୀଷ୍ଟ ଆମ ପାଖରୁ এই ବିଷୟକୁ ଚାହାନ୍ତି କଣ, ବାକ୍ୟ ଅନୁଯାୟୀ ଜୀବନ କାଟିବା, ଜଳରେ ବାପ୍ତିସ୍ମ ନେବା, ଅର୍ଥାତ୍ ନିଜକୁ ମୃତ ବୋଲି ସ୍ୱୀକାର କରିବା। ଆଉ ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି ବୋଲି এই ବିଷୟକୁ ଆମେ ମାନେ ସ୍ୱୀକାର କରିବା। ଆଉ ନୈବେଦ୍ୟ କଣ, ଶାରୀରିକ ଅଭିଳାଷାକୁ ଆମେ ମାନେ ଜାଣୁଛୁ, ଶାରୀରିକ ଅଭିଳାଷାକୁ ଆମେ ମାନେ କଣ କରିବା, ବଳିଦାନ ଦେବା। ଯୀଶୁ କୁହନ୍ତି, ଯେ ଆପଣା କ୍ରୁଶ ବହନ କରି ମୋର ଅନୁଗମନ ନ କରେ ସେ ମୋର ଯୋଗ୍ୟ ନୁହେଁ। ତେବେ ରକ୍ତ ଦ୍ୱାରା ପ୍ରଭୁ ଆମକୁ ସୂଚୀ କରିଅଛନ୍ତି, ତାଙ୍କ ବହୁମୂଲ୍ୟ ରକ୍ତ। ଏଠି ସେତେବେଳେ ପକ୍ଷୀକୁ ବଳିଦାନ ଦେଇକି ତାର ରକ୍ତକୁ ସେଚନ କରାଯାଉଥିଲା। ଆଜି ଆମ ପାଇଁ ଆଉ ପଶୁ ପକ୍ଷୀର ଆବଶ୍ୟକତା ନାହିଁ, କାରଣ ଖ୍ରୀଷ୍ଟ ନିଜେ ତାଙ୍କ ରକ୍ତ ଦେଇକି ଆମକୁ କଣ କରିଛନ୍ତି, ସୂଚୀ ଆଉ ପବିତ୍ର କରିଅଛନ୍ତି। କୋଉଠି? କାଲବରୀ କ୍ରୁଶରେ। ଆଉ ତାଙ୍କ ବାକ୍ୟ ଦେଇକି, ଏସବୁ ଦେଇକି ଆମକୁ ନିର୍ମଳ କରିଅଛନ୍ତି, ପରିଷ୍କାର କରୁଅଛନ୍ତି। ଆଜି ବି ତାଙ୍କ ବାକ୍ୟ ଦେଇକି ଆମକୁ କଣ କରୁଛନ୍ତି, ଏସବୁ ଦେଇକି ପରିଷ୍କାର କରୁଛନ୍ତି। ଏସବୁ ଏକ ଏମିତିକା ବିଷୟ ଯାହାକି ଆମକୁ କଣ କରେ, ସଫା କରେ। ଆଜି ବି ତାଙ୍କ ବାକ୍ୟ ଦେଇ ଆମକୁ ପରିଷ୍କାର କରୁଛନ୍ତି। କିନ୍ତୁ ବିଷୟ କଣ, ଆମେ ମାନେ ପରିଷ୍କୃତ ହେଉଛୁ କି? କଣ ଆମେ ମାନେ ଜୀବନ ସେଇ ପ୍ରକାର କାଟୁଛୁ କି? କଣ ଆମ ସ୍ୱାର୍ଥକୁ ଆମେ ମାନେ ବଳିଦାନ ଦବା ପାଇଁ ପ୍ରସ୍ତୁତ ହେଉଛୁ କି? କଣ ଆମେ ମାନେ ଆମ ଜୀବନର ସମସ୍ତ ଅନ୍ଧକାର ବିଷୟ, ଯାହା ପରମେଶ୍ୱରଙ୍କ ନିକଟରେ ଘୃଣାର ବିଷୟ, ଯେଉଁ ସ୍ୱାର୍ଥ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଏ, ସେ ପ୍ରକାର ବିଷୟକୁ ଆଜି ଆମେ ମାନେ ବଳିଦାନ ଦଉଛୁ କି? ଆଉ ଯୀଶୁ ତାଙ୍କୁ କହିଲେ, ତୁମେ ଯାଅ ଯାଜକକୁ ଦେଖାଇକି କଣ କର, ତୁମେ ସେଠି ବଳିଦାନ ଦିଅ। କୋଉ ବଳିଦାନ? ଯାହା ପରମେଶ୍ୱର ମୋସାଙ୍କ ଦ୍ୱାରା କହିଅଛନ୍ତି। କଣ ମୋସାଙ୍କ ଦ୍ୱାରା ବଳିଦାନ କହିଛନ୍ତି? ଆପଣା ପୂର୍ବକୃତ ସ୍ୱଭାବକୁ ବଳିଦାନ ଦିଅ। अपना शारीरिक विषय को अभिलाष को बलिदान दियो। मोर प्रिय माने जदि आम मध्य यही प्रकार विषय अच्छी, प्रभु कहती कि आम्भे अपना रक्त दे तुमको पवित्र करियोछु, सूची करियोछु। हाँ आम इच्छा करोछु तुम सूची हो। ख्रीस्ट से दिन केवल कुष्ठी लोक को हस्त बढ़ेले, आम मान को हस्त बढ़ेले। से तो आज आम मैंने स्थान में बसी अच्छु। आमको डाकिले आमको आम क्रूस बलिदान देइचंती, आम रक्त बहाई। मोर प्रिय माने जदि आम माने सूची होइछु, जदि ताहांको रक्त को आम जीवन में स्वीकार करूछु, हाँ प्रभु तुम रक्त द्वारा तुम मते धौत करियछ, तेबे एक नैवेद्य प्रत्येक दिन आम जीवन में आमको दबार आवश्यकता अछि। से नैवेद्य कौन? रोमियो पुस्तक 12:1 आम माने जानूछु, से स्थान रे लिखा जाए, अपना शरीर को सजीव पवित्र और सुग्राह्य बलिदान, सुग्राह्य रूपे कौन कर परमेश्वर निकट कौन कर उत्सर्ग कर। कि से पद टिके पढ़ी पारिबे कि? अतएव हे भाई माने मु तुम्ह मानंकु ईश्वरंक दया हेतु विनती करूअछि, तुम्हे माने अपना अपना शरीर को सजीव पवित्र और ईश्वरंक सुग्राह्य बलि रूपे उत्सर्ग कर। हाँ मोर प्रिय माने आज विषय प्रभु आमको कहती, कुह नाई, केवल कुह नाई किंतु कौन कर देखाओ। केवल कुह नहीं किंतु देखाओ, अर्थात तुम्हें जे विश्वासी, तुम्हें जे
ଯୀଶୁଙ୍କ ରକ୍ତ ଦ୍ୱାରା ଧୌତ ହେଇଅଛ, ତୁମେ ଯେ ଯୀଶୁଙ୍କ ରକ୍ତ ଦ୍ୱାରା କିଣା ଯାଇଅଛ, ଯୀଶୁ ଯେ ତୁମର ଉଦ୍ଧାରକର୍ତ୍ତା ତ୍ରାଣକର୍ତ୍ତା, ଏହା କେବଳ ମୁହଁରେ କୁହ ନାହିଁ, ତୁମକୁ ଦେଖାଅ, ତୁମକୁ ଦେଖେଇବାର ଅଛି। କେମିତି ଦେଖେଇବାର ଅଛି? ନିଜର ଆଚରଣ, ଉଚ୍ଚାରଣ, ଚାଲିଚଳନ, କଥାବାର୍ତ୍ତା, ହାବଭାବ, ସ୍ୱଭାବ, ବସିବା, ଉଠିବା, ଜୀବନ ଶୈଳୀ, ସମସ୍ତ ବିଷୟରେ, ବିଶ୍ୱସ୍ତତାରେ ସମସ୍ତ ବିଷୟରେ ଆମକୁ ଦେଖେଇବାର ଆବଶ୍ୟକତା ଅଛି। ଯୀଶୁ କୁହନ୍ତି ସେଇ କଥା ଯେ ଆମକୁ ତୁମେ କେବଳ ମୁହଁରେ କୁହ ନାହିଁ ମୁଁ ବିଶ୍ୱାସୀ, କେବଳ ମୁହଁରେ କୁହ ନାହିଁ ମୁଁ ଯୀଶୁଙ୍କୁ ଜାଣିଅଛି, କେବଳ ମୁହଁରେ କୁହ ନାହିଁ ଖ୍ରୀଷ୍ଟ ମୋ ପାଇଁ ରକ୍ତ ଦେଇଛନ୍ତି, ପ୍ରାଣ ଦେଇଛନ୍ତି, ମରିଛନ୍ତି ବୋଲି କେବଳ ମୁହଁରେ କୁହ ନାହିଁ। କଣ କର? ତୁମ କାର୍ଯ୍ୟ ଦ୍ୱାରା ଏ ଜଗତକୁ ଦେଖାଅ। ତୁମ ନିଜ ଜୀବନକୁ ଏକ ସୁସମାଚାର କରିଦିଅ, ତାକି ତୁମ ଜୀବନ ଶୈଳୀ ଦେଖିକି ଅନେକ ପ୍ରଭୁଙ୍କ ବିଷୟରେ ଜାଣିବେ। କଣ ଆଜି ଆମେ ମାନେ ପ୍ରକାର କରିପାରୁଛୁ କି? ଆଉ ଏ ପ୍ରକାର ଆମେ କେତେବେଳେ କରିପାରିବା? ଯେତେବେଳେ ଆମେ କଣ କରିବା? ବଳିଦାନ ଦେବା, ଆମେ ଗ୍ରହଣ କରିବା ତାଙ୍କ ରକ୍ତକୁ ତ ଦ୍ୱାରା ମୁଁ ଶୁଚି ହୋଇଅଛି, ମୁଁ ଆଉ ପାପ କରିବି ନାହିଁ। ଆମ ଆଚରଣ ଉଚ୍ଚାରଣକୁ କଣ କରିବା? ବଳିଦାନ ଦେବା। ଆମ ଶରୀରକୁ କଣ କରିବା? ଈଶ୍ୱରଙ୍କର ସୁଗ୍ରାହ୍ୟ ବଳିଦାନ ରୂପେ ପବିତ୍ର କରିବାର ଅଛି, ଶୁଚି କରିବାର ଅଛି। ଆଉ କଣ କରିବାର ଅଛି? ତାଙ୍କ ଗୋଟେ ନୈବେଦ୍ୟ ସ୍ୱରୂପେ କଣ କରିବାର ଅଛି? ଉତ୍ସର୍ଗ କରିବାର ଅଛି, ବଳିଦାନ କରିବାର ଅଛି। ତେବେ ମୋର ପ୍ରିୟ ମାନେ, ଏ ବାକ୍ୟ ଦେଇ ପ୍ରଭୁ ଆଜି ଆମ ମାନଙ୍କୁ ଆଶୀର୍ବାଦ କରନ୍ତୁ। ଯୀଶୁ କୁହନ୍ତି ତୁମେ କେବଳ କୁହ ନାହିଁ, ତୁମ ଜୀବନ ଦ୍ୱାରା ତୁମେ ପରିପ୍ରକାଶ କର କି ତୁମେ ଯୀଶୁଙ୍କୁ ଜାଣିଅଛ, ଯୀଶୁଙ୍କର ବିଶ୍ୱାସୀ, ଯୀଶୁ ତୁମକୁ ଉଦ୍ଧାର କରିଛନ୍ତି, ଯୀଶୁ ତୁମ ପାଇଁ ଆପଣ ରକ୍ତ ଦେଇଛନ୍ତି। ଏ ସକଳ ବିଷୟ କେବଳ ତୁମେ କୁହ ନାହିଁ, ତୁମ ଜୀବନରେ ତୁମେ କରିକି ଦେଖାଅ। ତୁମ ଜୀବନର ଆଟିଟ୍ୟୁଡ, କଥାବାର୍ତ୍ତା, ଏ ସକଳ ବିଷୟ ଦ୍ୱାରା ତୁମେ କଣ କର? ଅନ୍ୟମାନଙ୍କ ନିକଟରେ ଦେଖାଅ। ତହିଁରେ ଅନେକ ଲୋକ ଯୀଶୁଙ୍କୁ ଜାଣିବେ। ତେବେ ମୋର ପ୍ରିୟ ମାନେ, କଣ ଆଜି ଆମ ଜୀବନର ଏହି ପ୍ରକାର ଅଛି ନା ଆଜି ବି ଦୁର୍ଗନ୍ଧ ବାହାରୁଛି? ଆମେ ମାନେ ଚିନ୍ତା କରିବା, ନିଜ ଜୀବନକୁ ସଜାଡ଼ିବା, ଆଉ ଆଜି ଦିନ ପାଇଁ ଆମେ ନିଷ୍ପତ୍ତି ନବା କି ମୁଁ କହିବିନି, ମୋ କଥାରେ ନୁହେଁ, ମୋ କାମରେ ମୁଁ ଅନ୍ୟମାନଙ୍କ ନିକଟରେ ଯୀଶୁଙ୍କୁ ପ୍ରକାଶ କରିବି। ଆମେନ୍। ତେବେ ଆସୁ ଆମେ ମାନେ ପ୍ରାର୍ଥନା କରିବା। ପ୍ରଭୁ, ମୋ କଥାରେ ନୁହେଁ, ମାତ୍ର ମୋ କାମ ଦ୍ୱାରା ମୁଁ ଆଜି ତୁମକୁ ପରିପ୍ରକାଶ କରିବି। ମୋ କାର୍ଯ୍ୟ କ୍ଷେତ୍ରରେ, ମୋ ପାଠ ପଢା କ୍ଷେତ୍ରରେ, ମୋର ପ୍ରତ୍ୟେକ ସ୍ଥାନରେ ମୁଁ କଥା ଦ୍ୱାରା ନୁହେଁ, ମାତ୍ର ମୋ କାର୍ଯ୍ୟ ଦ୍ୱାରା ମୁଁ ତୁମକୁ ପରିପ୍ରକାଶ କରିବି। ମୁଁ ଯେ ଶୁଚି ହେଇଅଛି, ମୋ ପାପ କ୍ଷମା ହେଇଅଛି, ତୁମେ କାଲବରୀ କ୍ରୁଶରେ ମୋ ନିମନ୍ତେ ଆପଣ ରକ୍ତକୁ ତୁମେ ବୁହାଇଅଛ, ମତେ ଶୁଚି କରିଅଛ, ପବିତ୍ର କରିଅଛ, ମୋ ନିମନ୍ତେ ଆପଣ ପ୍ରାଣକୁ ଦେଇଅଛ, ମୋର ଅପରାଧକୁ କ୍ଷମା କରିଅଛ, ପୁଣି ତୃତୀୟ ଦିବସ ଉଠାଇଅଛ। ପ୍ରଭୁ, ଏ ବିଷୟ କେବଳ ମୁଁ ମୁହଁରେ କହିବି ନାହିଁ, ମୋ ଆଚରଣ ଦ୍ୱାରା, ମୋ ଉଚ୍ଚାରଣ ଦ୍ୱାରା, ମୋ ସ୍ୱଭାବ ଦ୍ୱାରା, ଗୁଣ ଦ୍ୱାରା ଏହା ଜଗତରେ ମୁଁ ପରିପ୍ରକାଶ କରିବି। ମତେ ତୁମେ ସାହାଯ୍ୟ କର। ସେଥିପାଇଁ ମୋ ଜୀବନକୁ ପବିତ୍ର, ଶୁଚି, ପୁଣି ସୁଗ୍ରାହ୍ୟ ବଳି ରୂପେ ମୁଁ ତୁମ ନିକଟରେ ସମର୍ପଣ କରୁଛି ପ୍ରଭୁ। ମୋ ଶରୀରକୁ ତୁମ ନିକଟରେ ସମର୍ପଣ କରୁଛି ପ୍ରଭୁ। ତୁମେ ତ ଅନୁଗ୍ରହ କର, ପୁନର୍ବାର ଆଉ ଏ ଜୀବନରୁ ଦୁର୍ଗନ୍ଧ ନ ବାହାରୁ ପ୍ରଭୁ, ମାତ୍ର ଯେପରି ପବିତ୍ର ଜୀବନ କାଟିବାକୁ ପାରିବି, ତୁମେ ସାହାଯ୍ୟ କର। ହେ ମୋର ପ୍ରାର୍ଥନା ଶୁଣକାରୀ ପରମେଶ୍ୱର, ଏ ବାକ୍ୟ ଆମ ଜୀବନଙ୍କ ମଧ୍ୟରେ 100 ଗୁଣ, ପ୍ରତ୍ୟେକଙ୍କ ଜୀବନରେ 100 ଗୁଣ ଫଳ ଫଳୁଅଛି ବୋଲି ବିଶ୍ୱାସ କରୁଛି। ସେଥିପାଇଁ ଧନ୍ୟବାଦ ଦେଉଛି। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତ ପ୍ରାର୍ଥନା ମାଗୁଅଛି। ଆମେନ୍।